ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ କୃତ୍ରିମ ଗୁଣବତୀ ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଅଷ୍ଟଶନ କ୍ରମଟା ଆଗକୁ ବଢେଇବା। ଆଜି ଆମେ ପଢିବା ଶ୍ଲୋକ ନମ୍ବର 40-41 ପଢିବା। ଏଥିରେ ରହିବ ସୂର୍ଯ୍ୟଙ୍କର ସୂର୍ଯ୍ୟ ମାନେ ଗ୍ରହ ମାନଙ୍କର ବୃକ୍ଷ। ସେଇ କ୍ରମରେ ଶ୍ଲୋକ ଏମିତି ଅଛି ବୃହତ୍ ପରାଶର ଶାସ୍ତ୍ରରେ। ସୂର୍ଯ୍ୟ ଜନୟତି ସ୍ଥୂଲାନ୍ ଦୁର୍ଭଗାନ୍ ସୂର୍ଯ୍ୟପୁତ୍ରକ କ୍ଷୀରୋପେତାଂ ତଥା ଚନ୍ଦ୍ର କଟୁକାଦ୍ୟାନ୍ ଧରାସୁତଃ ପୁଷ୍ପବୃକ୍ଷಂ ଭୃଗୁଃ ପୁତ୍रो ଗୁରୁଜ୍ଞଂ ସଫଲ ଫଲौ ନିରଶାନ୍ ସୂର୍ଯ୍ୟପୁତ୍ରଶ୍ଚ ଏବଂ ଜ୍ଞେୟଃ ଖଗା ଦ୍ୱିଜ ବିଶ୍ୱବୃକ୍ଷାଣ୍ୟ ଭୋଜ୍ୟାନି ଦୁର୍ଭାଗାନି ଫଲାନି ଚ ଉପେତ ଗ୍ରହ ତୁଲ୍ୟାନି ରାହରୋଇ ଭଦ ମିରିତ। ଏବେ ଆମେ ଶ୍ଲୋକର ମିନିଂ ଗୁଡା ବୁଝିବାକୁ ଚେଷ୍ଟା କରିବା। ସୂର୍ଯ୍ୟ ସ୍ଥୂଳ ଅର୍ଥାତ ସାରଯୁକ୍ତ ମଜବୁତ ଗ୍ରହ ଗୁଡାକୁ ଇଏ କରନ୍ତି। ଯେମିତି ଶାଗୁଆନ ହେଲା, ମାନେ ଯୋଉ ଗଛ ଗୁଡାକୁ ୟୁଜ କରି ପୁରୁଣା କାଳରେ ଘର ତିଆରି ହଉଥିଲା, ଘରର ବଲ୍ଲା ତିଆରି ହଉଥିଲା, ପଟା ତିଆରି ହଉଥିଲା, ମାନେ ମାନେ କଣ ବହୁତ ମଜବୁତ ଗଛ ଗୁଡା ଯୋଉଟା ଥିଲା ସେଗୁଡାକୁ ସବୁଥିକୁ ସୂର୍ଯ୍ୟ ଇଏ କରନ୍ତି, ରୁଲ କରନ୍ତି। ସେ ଗଛ ଗୁଡାକ ଶାଳ, ପିଆଶାଳ, ଶାଗୁଆନ ଯୋଉଟା ବହୁତ ଷ୍ଟ୍ରଙ୍ଗ କାଠ, ଗମ୍ଭାରୀ, ଠିକ ଅଛି। ଯେତିକ ସବୁ ନିନ୍ଦିତ, ଦେଖିବାକୁ ଖରାପ, ଯୋଉ ଗଛକୁ ଦେଖିଲେ ମନର ପ୍ରସନ୍ନତା ପଳାଏ, ସେଇ ସବୁ ଗଛକୁ ସୂର୍ଯ୍ୟଙ୍କ ପୁତ୍ର ଶନିଶ୍ଚର ମହାରାଜ ରୁଲ କରନ୍ତି। ଯୋଉ ଯେତିକ କ୍ଷୀର ଯୁକ୍ତକ ଗଛ, ଯେମିତି ହେଲା ଯେକୌଣସି ଗଛ, ଧର ଅମୃତଭଣ୍ଡା ଗଛ ବା ସବୁ ପୁଷ୍ପ ଗଛ ଗୁଡା ଯୋଉଥିରେ ମାନେ କ୍ଷୀର ମାନେ ତୋଳିଲା ମାନେ ତୋର କ୍ଷୀର ବାହାରେ, ଅର୍ଥାତ ଯୋଉ ଜିନିଷ ଭିତରେ ଜଳ ରସ ଆଦି ଅଛି, ଯେମିତିକି ନଡିଆ ଗଛ ହେଲା, ବଟ ଗଛ ହେଲା, ରବର ଗଛ ହେଲା, ଏଇଗୁଡାକୁ ଚନ୍ଦ୍ର ରୁଲ କରନ୍ତି। ମଙ୍ଗଳ ମହାରାଜ କଡୁଆ ଗଛ, ମାନେ ଯୋଉ ପିତା ଗଛକୁ ମଙ୍ଗଳ ମହାରାଜ ରୁଲ କରନ୍ତି। ପିତା ଗଛ ଭିତରେ କୋଉ କୋଉ ଗଛ ଗୁଡା ଅଛି ନା ନିମ୍ବ ଗଛ। ତେଣୁ ପିତା ରସଟା, ପିତା ଯେତିକି ସବୁ କଡୁଆ ସବୁ, ସେଗୁଡାକ ସବୁ ମଙ୍ଗଳ ରୁଲ କରନ୍ତି। ଅଥବା ତୀଖା, କେବଳ କଡୁଆ ନୁହଁ, କଡୁଆ ବି ହବ, ତୀଖା ବି ହବ। ତୀଖା ମାନେ କଣ, ଯେମିତି ସୋରିଷ, ରାଇ, ଲଙ୍କା, ଯୋଉଥିରେ ମାନେ ମାନେ ରାଗ ହଉଥିବ ଅର୍ କଡୁଆ ହେଇଥିବ, ତାହେଲେ ସେଇଟାକୁ ମଙ୍ଗଳ ରୁଲ କରନ୍ତି। ଅର୍ଥାତ ଏହି ବୃକ୍ଷ ଗୁଡିକଙ୍କ ଉପରେ ଏଇ ଗ୍ରହ ମାନଙ୍କର ଆଧିପତ୍ୟ ଥାଏ। ତାହେଲେ ଆମେ କଣ ଜାଣିଲେ ସର୍ବପ୍ରଥମେ, ନା ସୂର୍ଯ୍ୟ ମହାରାଜ ସବୁତକ ଷ୍ଟ୍ରଙ୍ଗ ଗଛକୁ ରୁଲ କରନ୍ତି। ଷ୍ଟ୍ରଙ୍ଗ ଗଛ ହେଲେ କଣ, ନା ଯୋଉ ଗଛ ଗୁଡା ପୂର୍ବରୁ ଘର କାମରେ ୟୁଜ ହଉଥିଲା, ସେଇ ଗଛ ଗୁଡାକୁ ସୂର୍ଯ୍ୟ ମହାରାଜ ରୁଲ କରନ୍ତି। ଚନ୍ଦ୍ର ମହାରାଜ ଯେତିକି ସବୁ କ୍ଷୀର ରସଯୁକ୍ତ ଗଛ ଗୁଡାକୁ ଚନ୍ଦ୍ର ମହାରାଜ ରୁଲ କରନ୍ତି, ଏବଂ ଫଳ ଫୁଲ ଜଳୀୟ ଗଛ ଗୁଡାକୁ ଚନ୍ଦ୍ର ମହାରାଜ ରୁଲ କରନ୍ତି। ଏବଂ ନଡିଆ ଗଛକୁ ବି ଚନ୍ଦ୍ର ମହାରାଜ ରୁଲ କରନ୍ତି, ରବର ଗଛକୁ ବି ଚନ୍ଦ୍ର ମହାରାଜ ରୁଲ କରନ୍ତି। ମଙ୍ଗଳ କଣ କରେ, ନା ମଙ୍ଗଳ ସବୁତକ କଡୁଆ ଗଛ, କଡୁଆ ମାନେ ପିତା ଏବଂ ତୀଖା ମାନେ ରାଗ, ଲଙ୍କା ହେଲା, ସୋରିଷ ହେଲା କି, ଏଗୁଡା ସବୁ ମଙ୍ଗଳ ମହାରାଜ ରୁଲ କରନ୍ତି। ଶୁକ୍ର ଫୁଲ ଦଉଥିବା ବୃକ୍ଷ ଗୁଡାକୁ ରୁଲ କରନ୍ତି। ଗୁରୁ ଫଳ ଦଉଥିବା ବୃକ୍ଷ ଗୁଡାକୁ ରୁଲ କରନ୍ତି। ବୁଧ ଫଳ ରହିତ ବୃକ୍ଷକୁ ଏବଂ ଶୁଭ ଗଛକୁ ରୁଲ କରନ୍ତି। କଣ, ନା ବୁଧ ଶୁଭ ଗଛ ଗୁଡାକ, ବୁଧ କୋଉ କୋଉ ଗଛ ଗୁଡାକୁ ରୁଲ କରନ୍ତି, ନା ଚନ୍ଦନ ଗଛକୁ ରୁଲ କରନ୍ତି। ଶନି କଣ, ଶନି ହଉଛନ୍ତି ଶୁଷ୍କ ଗଛ ଗୁଡାକୁ, ଡ୍ରାଏ ଯେତିକି ସବୁ ଗଛ ଗୁଡା ଅଛି, ଯେତିକି ଗଛ ଡ୍ରାଏ ରହେ ସେଗୁଡା ସବୁ ଆଧିପତ୍ୟ କରନ୍ତି। ରାହୁ ଆଉ କେତୁ ବିଷୟରେ ଜ୍ଞାତବ୍ୟ ଏଇଆ ଯେ ସେମାନେ
କଣ୍ଟା ଜାତୀୟ ଗଛ, ନିନ୍ଦିତ ଗଛ, ଅଭକ୍ଷ ଗଛ, ବିଷ ଜାତୀୟ ଗଛ, ଏଗୁଡାକୁ ସବୁ ରୁଲ କରନ୍ତି। ତ ଆଜିର ସେସନରେ ଆମେ ଏଇ ଯୋଉ ଶ୍ଲୋକ ଗୁଡାକ କଭର କଲେ, ଯୋଉଥିରେ ଆମେ ଜାଣିବାକୁ ପାଇଲେ ଯେ ମହର୍ଷି ପରାଶର ତାଙ୍କର ଶ୍ଲୋକ ହିସାବରେ କୋଉ କୋଉ ଗ୍ରହକୁ କୋଉ କୋଉ ଗଛ ଗୁଡାକ ସବୁ ଡିଭାଇଡ କରିଛନ୍ତି, କି କୋଉ କୋଉ ଗଛ ଉପରେ କୋଉ କୋଉ ଗ୍ରହର ଆଧିପତ୍ୟ ରହିଛି। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।